ଅବନି କୁମୁଖ କରି ଚାଲି ଯାଉଥିବୁ ଅମୃତ ବଚନ କହି ସଭିଙ୍କୁ ଦୋଷୀ କହିବା କଥାଟା ଠିକ ଅଛି। ଘର ଭାଙ୍ଗିବ, ଘରେ ଝିଅ ରଖିଛନ୍ତି, ଝିଅକୁ ଯୌତୁକ ହିସାବରେ କିଛି ଦେବେନି, ଯୋଡିଏ ଜିନିଷ ଯଦି ଦେବେ ଶ୍ୱଶୁର ଘର ଲୋକ ଭଲ ପାଇବେ। ମାନେ ସେ ଜିନିଷ କେତେ ପଇସା ପଡିବ? ମାଗଣା ଜିନିଷ। ମାଗଣା ଜିନିଷ ତାହେଲେ ଗଣ୍ଡା ଗଣ୍ଡା ଝିଅ ଜନ୍ମ କରିଦେ, ଆମେ କାହିଁ ଲୋପ କରିଦଉଛେ? ମାଗଣାରେ ମା ଯୋଡିଏ ଜିନିଷ ଯଦି ଯୌତୁକ ହିସାବରେ ଝିଅକୁ ଦେବେ ଆଉ ଶ୍ୱଶୁର ଘର ଲୋକ କିରୋସିନ ପକେଇକି ଜାଳିବେ ନା, କେହି ନେବେ ନାହିଁ ତ। ମୁଣ୍ଡରେ ମୁଣ୍ଡେଇକି ଶ୍ୱଶୁର ଘର ଲୋକ ବୁଲିବେ ଯୋଡିଏ ଜିନିଷ। କହିଲେ ଅବନି କୁମୁଖ କରି ଚାଲି ଯାଉଥିବୁ ଅମୃତ ବଚନ କହି ସଭିଙ୍କୁ ଦୋଷୀ। ଯୋଡିଏ ଜିନିଷ ମା ଝିଅକୁ ଶିକ୍ଷା ଦେବେ, ଅମୃତ ବଚନ କହି ସଭିଙ୍କୁ ଦୋଷିବୁ। ଝିଅକୁ ଶିକ୍ଷା ଦେବେ, କହିବେ ଝିଅ ଲୋ ଶାଶୁ ଘର ଲୋକ ଯେତେ କଟୁ କଥା କହନ୍ତୁ ମଧ୍ୟ ତାଙ୍କୁ ପ୍ରତି ଉତ୍ତର କରିବୁ। ଆଜି ରୋଷେଇ କରିବା ଖରାପ ହେଇଛି ପାଣି ଲୁଣ କଥା, ଶ୍ୱଶୁର ଘର ଲୋକ ନିନ୍ଦା କଲେ କହିବେ ମା ବାପା ସଣ୍ଠଣା ଦେଇନାହାନ୍ତି ଚୁପ ରହିବ, କାରଣ ଭୁଲଟା ଆମର ଗୁରୁଜନ ପାଞ୍ଚ ପଦ କହିଲେ ଆମେ ସହିବାନି। ଅମୃତମୟ ବଚନ କହିବା ଝିଅକୁ ଶିଖେଇବେ, କଣ୍ଠରେ ବସନ୍ତି ମା ସରସ୍ୱତୀ ଝିଅକୁ ଶିଖେଇବେ, କହିବେ ଝିଅ ଲୋ ସବୁବେଳେ ମା ସରସ୍ୱତୀଙ୍କୁ ପ୍ରାର୍ଥନା କରିବୁ, ମା ମୋ କଣ୍ଠରେ ବସି ଯେମିତି ତମେ ସମସ୍ତଙ୍କୁ ଅମୃତମୟ କଥା କହିବା ଶିଖା। ପ୍ରଥମ କଥା ଝିଅକୁ କଥା ଶିଖେଇବେ, ଅବନିକୁ ମୁଖ କରି ଚାଲି ଯାଉଥିବୁ। ଦ୍ୱିତୀୟ କଥା ତଳକୁ ମୁହଁ କରିକି ଯିବୁ। ଝିଅ ପିଲାଙ୍କର ମୁହଁଟା ମା ସବୁବେଳେ ତଳକୁ ହେଲେ ଭଲ। ନାରୀଟା ଯଦି ଉପର ମୁହାଁ ହବ, ଯୁଗେ ଯୁଗେ ନାରୀ ଉପର ମୁହାଁ ହେଇଛି ବୋଲି ପୃଥିବୀ ଧ୍ୱଂସ ହେଇଛି, ରସା ତଳକୁ ଯାଇଛି। ଝିଅକୁ ଶିଖେଇବେ ତଳକୁ ମୁହଁ କରିକି ଯିବୁ। ଆମେ ଏକଥା ଶିଖେଇବା ବଦଳରେ ଝିଅକୁ ଶିଖଉଛ ଯଦି ଶାଶୁଘର ଲୋକ ପଦେ କହିବ ମତେ ଖାଲି ଫୋନ କରିବ। ଆମେ ଝିଅକୁ ଶିଖଉଛି ଶାଶୁ ଯଦି ପଦେ କହିବ ମତେ ଖାଲି ଫୋନ କରିବ, ମୁଁ ସେ କଥା ବୁଝିବି। ହଁ, ସେ ରାଣ୍ଡକୁ ଘୋଷାଡ଼ି ଦବା। ତାହେଲେ ଘର କାହିଁକି ମାନ ଭାଙ୍ଗିବ? ଆମ କହିବାଟା ଯଦି ଠିକ ଅଛି ସମସ୍ତେ ଶାନ୍ତି ହେବେ। ସେଇଥିପାଇଁ ପୁରା କୁହାଯାଇଛି ଅମୃତ ବିନୟ ବଚନ ଅମୃତମୟ କଥା ଝିଅକୁ ଶିଖେଇବେ। ମୁହଁକୁ ତଳକୁ କରିକି ଯଦି ଚାଲିବ, ମା କଥାରେ କହୁଛେ ସୁନା ପିନ୍ଧିଲେ ଘୋଡେଇବ, ପୁଅ ଜନ୍ମ କଲେ ମୁହଁ ତଳକୁ କରିବ। ଏ କଥା ଯଦି ଆମେ ମାନିବା ଘର କାହିଁ ଭାଙ୍ଗିବ? ଆଉ ଆମେ ଯଦି ସ୍ୱାମୀ ପାଖରେ ଶୋଇଲା ବେଳେ ତାକୁ ଶିଖେଇବା, ତା କାନରେ ଗୁପ୍ତ ମନ୍ତ୍ରଣା ଦେବା, ଶୁଣୁଛ ଆଜି ସକାଳେ ଇଏ କଥା ଯାହା ହେଲା କିଛି ଭଲ ହେଲାନି, କାଲି ସକାଳେ ଯଦି ତମ ଭାଇ ଭାଇଙ୍କର